ସତରେ ଜଣେ ଝିଅକୁ ଜଣେ ବାପା ଘରରୁ ଶାଶୁ ଘରରେ ଦେଇଲେ ଯେମିତି କଷ୍ଟ ଲାଗିଲ ଠିକ ଲୋ ବଉଳ। ସତରେ ତମ ମାନଙ୍କୁ ଦେଖିଲା ପରେ ମୋ ମନ ବି ଭାରି କଷ୍ଟ ଅନୁଭବ ହଉଛି ଲୋ ବଉଳ। ହାଲୋ ଆଲେ ମକର, ତମେ ତ ଜାଣିଛ ଆମର ଶିକ୍ଷାଗତ ସରିଗଲା ପରେ ନିଜ ନିଜ ରାଜ୍ୟକୁ ନିଜେ ନିଜେ ଫେରିଯିବା। କିନ୍ତୁ ହାଲୋ ତମ ସେଇ କଥାଟା ମୋ ମନକୁ ଭାରି କଷ୍ଟ ଦଉଛି। କଣ ଜାଣିଛ କଣ ଲୋ? କାହିଁକି ନା ଏ ଛୋଟ ବୟସରେ କିଛି ସମୟ ପର୍ଯ୍ୟନ୍ତ ଏ ଗୁରୁକୁଲରେ ପାଠ ପଢିବାରୁ ସମୟ ଜଣା ନ ପଡିଲା। ହେଲେ ବଉଳ, ତମେ କଣ ଆମକୁ ଛାଣିକି ଚାଲିଯିବ? ଆଲେ ବଉଳ, ହଁ, ଦିନେ ନା ଦିନେ ତ ପାଠ ପଢିବା ସରିଗଲା ପରେ ନିଜ ନିଜ ରାଜ୍ୟକୁ ଫେରି ଯିବାକୁ ପଡିଥାଏ। ଏ ବଉଳ, ହଁ, ତମ ଉଆସକୁ ଗଲେ କଣ ଆମକୁ ତମ ଭୁଲିଯିବ? ଆଲୋ ମକର, ତମେ ସେମିତି କାହିଁକି କହୁଛ ଯେ ମୁଁ ତମକୁ କଣ ଭୁଲିଯିବି? ମୁଁ କଣ ତମ ବିନା ରହିପାରିବି? ଆଲୋ ପାଗଳି, ତମେ କଣ ଭାବୁଛ ମୁଁ ତମ ବିନା ରହିଯିବି? ଏଇ ତ କିଛି ଦିନ ହବ ତମେ ଆମେ ଅଲଗା ହେଇଯିବା, କିନ୍ତୁ ତମେ କଣ ଭାବି ନେଲ ମୁଁ କଣ ସବୁଦିନ ପାଇଁ ତମଠୁ ଅଲଗା ହେଇଯିବି? ନା ନା ନା, ସେମିତି ଜମାରୁ ଭାବିବନି। ଆଲୋ ମକର, ବଉଳ, ସତରେ ଲୋ, ମୋ ମନ ବି ଭାରି କଷ୍ଟ ଅନୁଭବ କରୁଛି। ମୋ ପାଟିରେ କଥା ମଧ୍ୟ ବାହାରୁନି। ତମେ ତ ହଉଛ ମୋର ପିଲାଦିନର ଅତି ଅଳି ସାଙ୍ଗ, ଆଉ ହାଲୋ ତମେ ଯେତେବେଳେ ମୋଠୁ ଦୂରରେ ହେଇଯିବ ନା, ସତରେ ଆଲୋ ବଉଳ, ହାଲୋ, ମୋ ମନ ଭାରି ଦୁଃଖ ହଉଛି। ମୁଁ ଆଉ କିଛି କହିବା ପାଇଁ ଇଚ୍ଛା ବି ଲାଗୁନି ଲୋ ବଉଳ। ଏ ବଉଳ, ହଁ, ଏମିତି ଘରକୁ ଯିବା ସମୟରେ ମନକୁ ଦୁଃଖ କରନ୍ତିନି ଲୋ। ଏ କିନ୍ତୁ ବଉଳ, କଣ କରିବି ଲୋ? ଶୁଣ ମ, ହଁ ତମେ ଏଇଠି ଯଦି ହସି ହସିକି ଯିବ, ତାହେଲେ ଆମେ ବି କିଛି ସମୟ ସେଇ ହସ ଖୁସିରେ ଆମେ ବିତେଇବୁ। ହାଲୋ ବଉଳ, ଏ ବଉଳ, ଜାଣିଛ ପ୍ରୀତି ଚୋରା କଲା ଭମର, ହୋ ପ୍ରୀତି ଚୋରା କଲା ଭମର, ରସ ଚୁମି ଉଡ଼ି ଯାଏ ମା ସେ ତଗାଦାର।
ଏ ବଉଳ ହଁ ଏଥର ତମ ମନଟା ଖୁସି ଲାଗିଲା ଆଲେ ବଉଳ हाला ତମେ ଯେତେ ବୁଝେଇଲେ ବି ମୋ ମନଟା ଏତେ ହସୁଛି ଆଉ ଏତେ ମନ ଦୁଃଖ କରୁଛି। ଆଲେ ବଉଳ हाला ତାହେଲେ କଣ କରିବା? ଏ ବଉଳ ହଁ ତମ ମାସକୁ ଯିବାକୁ ତ ବହୁତ ସମୟ ହେଇଗଲା। ଯଦି ଏଇ ସମୟରେ ନ ଯିବ ତାହେଲେ ପିତା ତୁମକୁ କଣ ଯେ କଣ କହିଦେବେ। ଆଲେ ନା କର हाला ଡେରି କରିବାନି ନ ଚାଲିଥିବା